ଭଉଣୀଙ୍କ କ୍ୟାନ୍ସର ଲଢ଼େଇ ଦେଲା ପ୍ରେରଣା। ଏବେ ଡାକ୍ତର ହେବା ସ୍ୱପ୍ନ ପୂରଣ କଲେ ଯୁବକ। ଆର୍ଥିକ ଅଭାବ ଓ ସଂଘର୍ଷ ମଧ୍ୟରେ ପାଠ ପଢ଼ି ଏବେ ଡାକ୍ତର ହେବାକୁ ଯାଉଛନ୍ତି ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ପୁଅ। ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ସେ ପ୍ରମାଣ କରିଛନ୍ତି ଯେ ପରିସ୍ଥିତି ନୁହଁ, ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ମୂଳମନ୍ତ୍ର। ଏ କାହାଣୀ ହେଉଛି ସାଗର ରେଗରଙ୍କ କଥା। ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ପୁଅ ହୋଇଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ଥିଲା ଜଣେ ଭଲ ଡାକ୍ତର ହେବା। ଜୀବନରେ ଆସିଥିବା କଠିନ ପରିସ୍ଥିତି ତାଙ୍କୁ ଭାଙ୍ଗି ଦେଇ ନଥିଲା, ବରଂ ଆହୁରି ମଜବୁତ କରିଦେଇଥିଲା। ପରିବାରରେ ଆସିଥିବା ଏକ ଦୁଃଖଦ ଘଟଣା ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଇଥିଲା। ତାଙ୍କ ଭଉଣୀ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ। ସେହି ସମୟରେ କଷ୍ଟ ଓ ଅସହାୟତା ଦେଖି ସାଗର ନିଷ୍ପତ୍ତି ନେଇଥିଲେ ଯେ ସେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବେ। ପିତାଙ୍କ ସଂଘର୍ଷ, ପରିବାରର ସମର୍ଥନ ଏବଂ ନିଜର କଠିନ ପରିଶ୍ରମ ତାଙ୍କୁ ନିଟ୍ ସଫଳତା ଦେଇଛି। ଏବେ ତାଙ୍କ ଆଖିରେ ରହିଛି ଡାକ୍ତର ହୋଇ ଲୋକଙ୍କ ଜୀବନ ବଞ୍ଚାଇବାର ସ୍ୱପ୍ନ। ସାଧାରଣ ପରିବାରରୁ ଆସି ଅସାଧାରଣ ସଫଳତା ହାସଲ କରିଥିବା ସାଗରଙ୍କର କାହାଣୀ ଆଜି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା। ଏହା ପ୍ରେରଣା କରୁଛି ସ୍ୱପ୍ନ ଦେଖିବାର ସାହସ ଓ ପରିଶ୍ରମ ଥିଲେ କୌଣସି ବାଧା ବଡ଼ ନୁହଁ ବୋଲି କରିଛି ପ୍ରମାଣ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।